ଗଞ୍ଜେଇ ଜବତ, ଟ୍ରକ୍ ସହ 2 ଜଣ ଗିରଫ। ଗଞ୍ଜାମ ଜିଲ୍ଲା ସୋରଡ଼ା ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ଟିମ୍ ଧରାକୋଟ ବ୍ଲକ ଅନ୍ତର୍ଗତ ଯେ ଦାମୋଦପଲ୍ଲୀ ଛକ ନିକଟରୁ ଏକ ଟ୍ରକ୍ ସହ 26 ବସ୍ତା 5 କୁଇଣ୍ଟାଲ 20 କେଜି ଗଞ୍ଜେଇ ଜବତ କରିବା ସହ 2 ଜଣଙ୍କୁ ଗିରଫ କରିଛନ୍ତି। ଏନେଇ ଗଞ୍ଜାମ ଜିଲ୍ଲା ଅବକାରୀ ଅଧୀକ୍ଷକ ଅମରେନ୍ଦ୍ର ଜେନା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଯାହାର ଅନୁମାନିକ ମୂଲ୍ୟ 52 ଲକ୍ଷ ଓ ଜବତ ଟ୍ରକ୍ର ମୂଲ୍ୟ 25 ଲକ୍ଷ ବୋଲି ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ହେଲେ ବୁଗୁଡ଼ା ଥାନା ଅନ୍ତର୍ଗତ ମାଣିକପୁର ଗ୍ରାମର ତପନ ଭୂୟାଁ ଓ ଶେରଗଡ଼ ଥାନା ଅନ୍ତର୍ଗତ ହଡ୍ରିଚିରା ଗ୍ରାମର ଆକୁଳ ବିଷୋଇ। ଜବତ ଗଞ୍ଜେଇ ଗଜପତି ଜିଲ୍ଲା ମୋହନାଠାରୁ ମହାରାଷ୍ଟ୍ର ଅଞ୍ଚଳକୁ ଚୋରାଚାଲାଣ କରାଯାଉଥିବା ନେଇ ସୂଚନା ଦେଇଛନ୍ତି। ଗଞ୍ଜାମରୁ ଆଶିଷ କୁମାର ଗୌଡ଼ଙ୍କ ରିପୋର୍ଟ, ନ୍ୟୁଜ୍ ଓଡ଼ିଶା ଟିଭି। ଅବକାରୀ ଅଧୀକ୍ଷକ ଅମରେନ୍ଦ୍ର କୁମାର ଜେନା, ଗଞ୍ଜାମ। ଯେ ଆମର ମାନେ ସଦାସର୍ବଦା ଆମର ଚିଠି ଯେଉଁ ଅନୁଯାୟୀ ଆମର ସମସ୍ତ ଥାନାକୁ ରେଗୁଲାର ପେଟ୍ରୋଲିଂ କରିବା ପାଇଁ ଯେଉଁ ଚିଠି ମତେ ଆମର ସୋରଡ଼ା ଅବକାରୀ ଅଧିକାରୀ ଦେବସ୍ମିତା ନାୟକ ଯିଏକି ରେଗୁଲାର ପେଟ୍ରୋଲିଂ କରୁଥିବା ବେଳେ କାଲି ଗୋଟେ ବିଶ୍ୱସ୍ତ ସୂତ୍ରରେ ଏବଂ ନିଜର ମାନେ କନଫିଡେନ୍ସିଆଲ ଇଣ୍ଟେଲିଜେନ୍ସ ମାଧ୍ୟମରେ ଜାଣିବାକୁ ପାଇଲେ ଯେ ଗୋଟେ ଗାଡ଼ିରେ ଟାଟା ଟ୍ରକରେ ସେ କିଛି ଗଞ୍ଜେଇ ଲୋଡ଼ କରିକି ନାଗପୁର ଯାଉଛି ଏବଂ ସେ ଗାଡ଼ିର ନମ୍ବର ଯେଉଁଟାକି ପରବର୍ତ୍ତୀ କ୍ଷେତ୍ରରେ ସେ ଧରିଲା ଏବଂ ତାର ଗାଡ଼ିର ନମ୍ବର ଭେହିକିଲ୍ ହେଲା ମହାରାଷ୍ଟ୍ର MH40 CT 2025। ସେ ତାର ସିକ୍ରେଟ୍ ଚେମ୍ବର ଥିଲା, ସେଠୁ ଆପଣଙ୍କର 5 କୁଇଣ୍ଟାଲ 20 କିଲୋ ଗଞ୍ଜେଇ ଜବତ କରିଛି। ତ ଘଟଣାସ୍ଥଳରେ ମଧ୍ୟ ସେ ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟକୁ ଆଣି ତାର ତଲାସି କରିଛି। ସମସ୍ତ ପ୍ରକାର ତଦନ୍ତରୁ ଜାଣିଲା ଯେ ସେ ବାହାର ମୋହନା ପାଖରୁ ଆସିଛି ଏବଂ ମହାରାଷ୍ଟ୍ରର ନାଗପୁରକୁ ଯାଉଥିଲା ଏବଂ ସେଥିମଧ୍ୟରେ 2 ଜଣ ଆସାମୀ ଯିଏକି ତପନ ଭୂୟାଁ ଯାହାର ବୟସ 27 ବର୍ଷ ମାଣିକପୁର ଏବଂ ଆଙ୍କୁଳା ବିଷୋଇ ତାର ବୟସ 34 ବର୍ଷ, ସେମାନେ 2 ଜଣଙ୍କୁ ଆରେଷ୍ଟ କରାଯାଇଛି। ବର୍ତ୍ତମାନ NDPS ଆକ୍ଟ 20B2Cରେ ଆସାମୀ ଗିରଫ କରାଯାଇ ତଦନ୍ତ ଜାରି ରଖିଛି ଏବଂ ଏଇଟା ଯେହେତୁ ଆମ ଜିଲ୍ଲା ପାଇଁ ହାଏଷ୍ଟ ସିଜର ଅଫ୍ ଗଞ୍ଜା, ତେଣୁ ତାକୁ ମଧ୍ୟ ସମସ୍ତ ପ୍ରକାର ତଦନ୍ତକୁ ସାହାଯ୍ୟ କରିବା ପାଇଁ ମୁଁ ଆମର ଇନ୍ସପେକ୍ଟର ଡମ୍ବରୁଧର ହରିଜନ ଏବଂ ତାଙ୍କର ଡେପୁଟି ସୁପରିଟେଣ୍ଡେଣ୍ଟ ସ୍ୱାଧୀନ ସାହୁଙ୍କୁ ମଧ୍ୟ ମୁଁ ନିର୍ଦ୍ଦେଶ ଦେଇଛି। ତାଙ୍କ ସହିତ ଥିବା ଷ୍ଟାଫ୍ ସୁରେନ୍ଦ୍ର କୁମାର ପଣ୍ଡା ଏବଂ ମିଥୁନ ବିଶ୍ୱାଳ ଆଉ ଜ୍ୟୋତିରଞ୍ଜନ ସାହୁ ଏବଂ ସୁଜିତ ସାହୁ ଯିଏକି ପୂର୍ଣ୍ଣ ପ୍ରାଣରେ ସେମାନଙ୍କୁ ସାହାଯ୍ୟ କରିଥିଲେ, ତାକୁ ମଧ୍ୟ ମାନେ ସେଥିପାଇଁ ଆମେ ସେ ଯେଉଁ ବିଭାଗ ତାଙ୍କର ଯେଉଁ ଥାନାର ସମସ୍ତ ଷ୍ଟାଫ୍କୁ ଆପ୍ରିସିଏସନ୍ ଲେଟର୍ ଦେବା ପାଇଁ ମଧ୍ୟ ମୁଁ ବିଭାଗ ତରଫରୁ ମୁଁ ଚେଷ୍ଟା କରୁଛି। ତ ଏଇଟା ଯାହା ହଉ ସଫଳ ହୋଇଛନ୍ତି ସେମାନେ ଏବଂ ଆଜି ସେମାନଙ୍କୁ ଫରୱାର୍ଡ଼ କରିବେ। ସାର୍ ଆନୁମାନିକ ମୂଲ୍ୟ କେତେ ଟଙ୍କା ହେବ? ଏହାର ଆନୁମାନିକ ମୂଲ୍ୟ 52 ଲକ୍ଷ ଟଙ୍କା ଏବଂ ଟ୍ରକ୍ର 25 ଲକ୍ଷ ଟଙ୍କା, ଯେଉଁଟାକି 75 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ। ଗଞ୍ଜାର 5 କୁଇଣ୍ଟାଲ 20 କିଲୋ। ସେମାନେ ସେଇ ଟ୍ରକ୍ ଯେତେବେଳେ ତାଙ୍କର ତଥ୍ୟ ଅନୁଯାୟୀ ଗୁଇନ୍ଦା ତଥ୍ୟ ଅନୁଯାୟୀ ସେମାନେ ଟ୍ରକ୍କୁ ଚେଜ୍ କରୁଥିଲେ। ଦାମୋଦରପୁର ପଲ୍ଲୀ ଛକରେ ସେମାନେ ତାକୁ ଅଟକେଇକି ତାଙ୍କ ପାଖରୁ ମାନେ ଅଟକେଇ ସାରିଲା ପରେ ସେ ଆମର ମାଜିଷ୍ଟ୍ରେଟକୁ ରିକ୍ୱେସନ୍ କରିଛନ୍ତି। ଯେହେତୁ ଏଇଟା ଥିଲା ଆମର ମାନେ ଗ୍ରାଉଣ୍ଡର ବିଲିଭ୍ ତାଙ୍କର ଷ୍ଟ୍ରଙ୍ଗ ଥିଲା, ତେଣୁ ବିଶେଷତଃ ଯେ ସିଓର ସେ ଥିଲେ, ତେଣୁ ମାଜିଷ୍ଟ୍ରେଟକୁ ଆଣିଛନ୍ତି। ତାଙ୍କ ଆଗରେ ଯେଉଁ ଆମର ପାରାଫର୍ନିଆ ଅଛି ଯେଉଁ NDPS ଆକ୍ଟରେ, ସେଇ ଅନୁଯାୟୀ ସେମାନେ ତଦନ୍ତ କରିକି ସକ୍ସେସ୍ ହେଇଛନ୍ତି। ସାର୍ ଘଟଣାରେ କେତେ ଜଣ ଗିରଫ ହୋଇଛନ୍ତି, କ'ଣ ଜବତ କରାଯାଇଛି? ଘଟଣାରେ 2 ଜଣ ଗିରଫ ହେଇଛି। ତପନ ଭୂୟାଁ 27 ବର୍ଷ ତାଙ୍କର ମାଣିକପୁର ଏବଂ ଆଙ୍କୁଳା ବିଷୋଇ 34 ବର୍ଷ ଯାହାର ଘର ହାଡ଼ିଜିରା, ତା ମଧ୍ୟ ତାଙ୍କୁ ଗିରଫ କରାଯାଇଛି। ମାଷ୍ଟର ମାଇଣ୍ଡ କି ମଧ୍ୟ ସେଟା ଆମ ତଦନ୍ତର ପରିସର ହେଉଛି, ଆମେ ଡିକ୍ଲାର କରୁନାହୁଁ। ତାକୁ ମଧ୍ୟ କୁହାଯାଇଛି ଯେ ତଦନ୍ତ କରିକି ସେଟା କେମିତି ଗିରଫ ହେଇପାରିବ ମାଷ୍ଟର ମାଇଣ୍ଡ, ତାକୁ ମଧ୍ୟ ଦୀର୍ଘଦିନ ଧରି ରାକେଟ ଚାଲିଥିଲା କି? ନାଇଁ, ସେ ଏବେ ସେ ଯେଉଁ ଗାଡ଼ି ଧରିଥିଲା ଏବଂ ଛୋଟ ଛୋଟ କେସ୍ କରେ, ସେଇ ଯେଉଁ ଗୁଇନ୍ଦା ତଥ୍ୟକୁ ନଜର କରିକି ତାଙ୍କର ଆଧାର ରଖିକି ସେ ତାର ସକ୍ସେସ୍ ହେଇଛି। ତ ଏଇଟା ଦୀର୍ଘ ଦିନ ନୁହେଁ, ଜଷ୍ଟ ମାସେ ଭିତରେ ସେ ତାକୁ ଚେଞ୍ଜ କରିବାକୁ ଚାହୁଁଛି। କରୁଛି ସେଇଟା ତଦନ୍ତ ପରିସରଭୁକ୍ତ ରହିଛି। ରୋକିବା ପାଇଁ ଅବକାରୀ ବିଭାଗ ତରଫରୁ କ'ଣ ପଦକ୍ଷେପ ନିଆଯାଉଛି? ନିଶା କାରବାର କରିବା ପାଇଁ ଆମେ ଆସିଲା ପରେ ଆମର ଏବେ ଯେଉଁ ତ୍ରୈମାସିକ
ହେଇଛି ସେଥିରେ ଆମ ଗଞ୍ଜାମ ଜିଲ୍ଲା ଫାଷ୍ଟ ହେଇଛି, ଯେଉଁଟା 30 ଲୋକରୁ ଅଧିକ ମାନେ ତାଙ୍କୁ ଗିରଫ କରାଯାଇଛି। ଯେ ଏବେ ସେମାନଙ୍କୁ ମାନେ ପ୍ରପର ଗାଇଡ୍ କରାହେଉଛି, ମାନେ ଚିଠି ମାଧ୍ୟମରେ ତାଙ୍କୁ ତଦନ୍ତ କରାଯାଉଛି, ନିଜେ ବି ମଧ୍ୟ ତାଙ୍କୁ ଗାଇଡ୍ କରୁଛି। ତ ବର୍ତ୍ତମାନ ଆମର ସବୁ OIC ମାନେ ମଧ୍ୟ NDPS କେସ୍ କରୁଛନ୍ତି, ଯେଉଁଟାକି ଟ୍ରେନିଂ